तुषारहार धवला या शुभ्रवस्त्रावृता या वीणावरदण्डमण्डितकरा या श्वेतपद्मासना या ब्रह्माच्युतशङ्करप्रभृतिवीरदेवै सदा वन्दिता सा मां पातु मीरा भगवती निःशेषजाड्यापहा। ॐ सर्वगणे सर्ववरदे सर्वदुष्टभयङ्करी सर्वदुःखहरे देवी महामीरा नमोऽस्तुते। सिद्धिबुद्धिप्रदे देवी भुक्तिमुक्तिप्रदायिनी मन्त्रमूर्ते सदा देवी महामीरा नमोऽस्तुते। आद्यन्तरहिते देवी आद्यशक्ते महेश्वरी योगदे योगसम्भुते महामीरा नमोऽस्तुते महामीरा नमोऽस्तुते। ମା ଆମେ ଆଲୋଚନା କରୁଛନ୍ତି ମାତୃ ରଚନାବଳୀ ଭାଗ 10 73 74 75। 74 75 ଆଲୋଚନା ଆକ୍ଚୁଆଲି ଚାଲିଛି। ଦୁଇଟି ଭାଗରେ ଆଲୋଚନା ସରିଗଲାଣି। ତୃତୀୟ ଭାଗ ଆଜି ଆରମ୍ଭ କରିବା। ଗତ ଭାଗରେ ଯୋଉଟା ଥିଲା ତାର ସାରାଂଶ ଥିଲା ଯେ ଆମେ କିପରି ଅଂଶଗ୍ରହଣ କରିପାରିବା। ମା କହିଲେ ପ୍ରଥମରେ ସ୍ୱସତ୍ତାର ଉପଲବ୍ଧି କରିବା, ତାପରେ କହିଲେ ଆପଣା ସତ୍ତାର ସର୍ବୋଚ୍ଚ ପରମ ସତ୍ୟ ସହିତ ଏକ ସଚେତନ ସମ୍ବନ୍ଧ ସ୍ଥାପନ, ତାପରେ କହିଲେ ସେଇ ସତ୍ୟଟି ସହିତ ବଞ୍ଚିବାକୁ ପଡ଼ିବ। ଏବଂ ଯେତେବେଳେ ଆମେ ସମ୍ବନ୍ଧ ସ୍ଥାପନ କରୁଛନ୍ତି ତା ପର ଷ୍ଟେପଟା ରହୁଛି ଆମ ଭିତରେ ଯିଏ ସତ୍ୟକୁ ବହନ କରି ରହିଛି ତା ସହିତ ଏକତ୍ୱବୋଧରେ ଆମକୁ ଏକତ୍ୱବୋଧ ହେବାକୁ ପଡ଼ିବ। ଏଇଟା ଆମର ଗତକାଲିର ଆଲୋଚନାର ସାରାଂଶଟି ଥିଲା। ସେଇ ଆଲୋଚନାରେ କ୍ୱେଶ୍ଚିନ୍ ରହିଛି ଯେ ଏହି ଅଭିଜ୍ଞତାଟି ଲାଭ କରିବା ପରେ ଆପଣଙ୍କର ଦୃଷ୍ଟିରେ କି ପାର୍ଥକ୍ୟ ଘଟିଛି। ମାଙ୍କୁ ପଚରା ହେଇଛି ଯେ ଯେତେବେଳେ ପରମ ଉପଲବ୍ଧି ଏକାନ୍ତ ଅପରିହାର୍ଯ୍ୟ ବୋଲି କହୁଛନ୍ତି ଏବଂ କହୁଛନ୍ତି ଗୋଟିଏ ଅବତାର କାମ କରିପାରିବ ନାହିଁ, ସେଥିପାଇଁ ସମୂହ ଆବଶ୍ୟକ। ତାପରେ କହୁଛନ୍ତି ଜଣେ ଯେତେବେଳେ କୌଣସି ଏକ ମାର୍ଗରେ ସେ ଆଗକୁ ଯାଉଛି ଏବଂ ତାର କିଛି ସେ ପ୍ରେରଣା ପାଉଛି, ତାପରେ ସେ ବ୍ୟକ୍ତିଟି ପ୍ରେରଣା ପ୍ରଦାନ କରିପାରିବ, ମାର୍ଗର ସୂଚନା ଦେଇପାରିବ, ସ୍ୱୟଂ ସେଇ ମାର୍ଗରେ ଯାତ୍ରା ବି କରିପାରିବ, ସେଇ ସ୍ୱୟଂ ମାର୍ଗଟିର ଉପଲବ୍ଧି କରି ମାର୍ଗଟିକୁ ଦର୍ଶାଇ ଦେଇପାରିବ। ମାତ୍ର ସେ ଲକ୍ଷ୍ୟଟିର ସାଧନ କରିପାରିବ ନାହିଁ। ଲକ୍ଷ୍ୟ ସାଧନ ଲାଗି ଗୋଷ୍ଠୀର କେତୋଟି ବିଧାନ ପୂରଣ ହେବାକୁ ପଡ଼ିବ। ଏବଂ ତେଣୁ ସେ ତାପରେ କହିଲେ ସେ ବିଧାନ କଣ ହେଇଥିବ, ସେ ଯୋଉ ନିୟମ ବା ସେ ବିଧାନ ପରମ ଶାଶ୍ୱତତା ଓ ଅନନ୍ତତାର ବିଭାବକୁ ହିଁ ବ୍ୟକ୍ତ କରୁଥିବା ଦରକାର। ଏବଂ କୌଣସି ସନ୍ଦେହ ନାହିଁ ସେଥିରେ ପରମ ସତ୍ତାଙ୍କୁ ହିଁ ସେ ବୁଝାଉଥିବ। ଏଇଭଳି ଭାବରେ ସେଠି ଥିଲା। ତେଣୁ ମାଙ୍କୁ ପ୍ରଶ୍ନ କରୁଛନ୍ତି ଯେ ଏଇ ଅଭିଜ୍ଞତାଟି ଲାଭ କରିବା ପରେ ଆପଣଙ୍କ ଦୃଷ୍ଟିରେ କି ପାର୍ଥକ୍ୟ ଘଟିଛି। ମା କହୁଛନ୍ତି ମୁଁ କଥାଟିକୁ ପୁଣି ଥରେ କହୁଛି। ଦୀର୍ଘ ଅନେକ କାଳ ଧରି ମୁଁ ଏପରି ଅନୁମାନ କରୁଥିଲି ଯେ ଯଦି ଆପଣାର ଚୂଡ଼ାନ୍ତ ସମ୍ଭାବନାର ସୀମାରେ ଯାଇ ପହଞ୍ଚିଥିବା ଜଡ଼ ବିଜ୍ଞାନର ମାର୍ଗ ଏବଂ ଆପଣାର ସର୍ବଶେଷ ଉପଲବ୍ଧିର ଗାର ପର୍ଯ୍ୟନ୍ତ ସ୍ପର୍ଶ କରିଥିବା ଆଧ୍ୟାତ୍ମିକ ମାର୍ଗ ଭିତରେ ଏକ ପରିପୂର୍ଣ୍ଣ ଏକତ୍ୱ ସମ୍ଭବ କରାଯାଇ ପାରନ୍ତା, ଯଦି ଦୁଇଟି ଯାକକୁ ଯୋଡ଼ି ଦିଆଯାଇ ପାରନ୍ତା, ତେବେ ଆମେ ବର୍ତ୍ତମାନ ଯେଉଁ ପରମ ସତ୍ୟର ଅନୁସରଣ କରୁଛୁ ସେହି ସମଗ୍ର ସତ୍ୟଟି ଆମକୁ ଅବଶ୍ୟ ପ୍ରାପ୍ତ ହୋଇଯାଆନ୍ତା। ପୂର୍ବରୁ ଯୋଉ ଧାରଣା ଥିଲା ସେ ଧାରଣାଟି ପ୍ରଥମ ଆଲୋଚନା ବେଳେ ଆମେ ଅଲରେଡି ଶୁଣି ସାରିଛନ୍ତି। ମା କହିଲେ ସେ ଆଲୋଚନାଟି ପୂର୍ଣ୍ଣତଃ ସତ୍ୟ ନୁହେଁ ଯେ ଜଡ଼ ବିଜ୍ଞାନ
ତାର ଚୂଡ଼ାନ୍ତ ସମ୍ଭାବନାରେ ପହଞ୍ଚି ଗଲେ ପରମ ସତ୍ତାଙ୍କର ବା ଆଧ୍ୟାତ୍ମିକ ମାର୍ଗର ଯୋଉ ଉପଲବ୍ଧି ସହିତ ସେମାନେ ଏକତ୍ର ହେଇଯିବେ। ମା କହିଲେ ସେମିତି ନୁହେଁ। ଏଇ ଦୁଇଟି ଯାକ ତୃତୀୟ ଏକ ବିନ୍ଦୁରେ ଯାଇକି ମିଳିତ ହୁଅନ୍ତି। ସେଇ ତୃତୀୟ ବିନ୍ଦୁକୁ ଆମକୁ ଆବିଷ୍କାର କରିବାକୁ ପଡିବ। ତେଣୁ ବର୍ତ୍ତମାନ କହୁଛନ୍ତି ଯଦି ଦୁଇଟା ଯାକକୁ ଯୋଡି ଦିଆଯାଇ ପାରନ୍ତା ତେବେ ଆମେ ଯୋଉ ପରମ ସତ୍ୟର ଅନୁସରଣ କରୁଛୁ ସେଇ ସମଗ୍ର ସତ୍ୟଟି ଆମକୁ ଅବଶ୍ୟ ପ୍ରାପ୍ତ ହୋଇଥାନ୍ତା। ମାତ୍ର ଏବେ ମୋର ଯେଉଁ ଦୁଇଟି ଅଭିଜ୍ଞତା ହେଲା, ଗୋଟିଏ ପକ୍ଷରେ ବାହ୍ୟ ଜୀବନର ଏହି ଅଭିଜ୍ଞତା, ଏହି ସାଧାରଣୀକରଣ, ଏହି ଅବ୍ୟକ୍ତିକୀକରଣ, ସଂକ୍ଷେପରେ କହିଲେ ଏହି ଭୌତିକ ଶରୀରରେ ଲାଭ କରାଯାଇ ପାରୁଥିବା ଏହି ଯୋଗଗତ ଯାବତୀୟ ଅନୁଭୂତି, ଏବଂ ଅନ୍ୟ ପକ୍ଷରେ ପରମ ଉତ୍ସ ସ୍ଥାନଟି ସହିତ ସମ୍ପୂର୍ଣ୍ଣ ଓ ସମଗ୍ର ଭାବରେ ଯୁକ୍ତ ହେବାର ଅନୁଭୂତି। ଦିଟା ଯାକ କହିଲେ ପ୍ରଥମେ ଯୋଉ ଦିଟା ଅଭିଜ୍ଞତା ହେଲା, ପ୍ରଥମ ଅଭିଜ୍ଞତା ବାହ୍ୟ ଜୀବନରେ ଯୋଉ ସାଧାରଣୀକରଣ, ତାକୁ ପ୍ରକାଶ କରିବା, ଅବ୍ୟକ୍ତିକୀକରଣ ଏବଂ ଯୋଉଟାକ ଯୋଉ ଯାବତୀୟ ଅନୁଭୂତି ଯାହା ଯାହା ସବୁ ଆସୁଛି ତାକୁ କିପରି ଶରୀରରେ ଲାଭ କରିବ, ଭୌତିକ ଶରୀରରେ ଲାଭ କରିବ। ଦ୍ୱିତୀୟ ଅଭିଜ୍ଞତା କହିଲେ କଣ? ପରମ ଉତ୍ସ ସ୍ଥାନଟି ସହିତ ସମ୍ପୂର୍ଣ୍ଣ ଓ ସମଗ୍ର ଭାବରେ ଯୁକ୍ତ ହେବାର ଯୋଉ ଅନୁଭୂତି। ମା କହୁଛନ୍ତି ଏଇ ବର୍ତ୍ତମାନ ମୋର ଦୁଇଟି ଯାକ ଅନୁଭୂତି ହୋଇସାରିବା ପରେ ମୁଁ ଯାହାକୁ କଦାପି ବର୍ଣ୍ଣନା କରି କହିପାରିବି ନାହିଁ, କହୁଛି ସେ ଯୋଉ ଅନୁଭୂତିକୁ ଏତେ ବର୍ଣ୍ଣନା କରି କହିହବ ନାହିଁ, ସେହିପରି କେତୋଟି ଘଟଣା ଘଟି ସାରିବା ପରେ ମୁଁ ଏହି କଥା ଜାଣିବାକୁ ପାଇଲି ଯେ ଏହି ଦୁଇଟି ଯାକର ଜ୍ଞାନ ଓ ଦୁଇଟି ଯାକର ଏକତ୍ର ସମ୍ମିଳନ ଆଦୌ ଯଥେଷ୍ଟ ନୁହେଁ। ମୁଁ ଜାଣିବାକୁ ପାଇଲି ଯେ ଏହି ଉପଲବ୍ଧି, ଏହି ଉଭୟ ଉପଲବ୍ଧି ଆମକୁ ଏକ ତୃତୀୟ ବସ୍ତୁ ଆଡକୁ ପରିଚାଳିତ କରି ନେଉଛନ୍ତି ଏବଂ ସେଇ ତୃତୀୟ ବସ୍ତୁଟି ହିଁ ବର୍ତ୍ତମାନ ପ୍ରସ୍ତୁତ ହେବାରେ ଲାଗିଛି। ବାହ୍ୟ ଜଡରେ ବା ଭୌତିକ ଶରୀରରେ ଉପଲବ୍ଧି ଆଣିବା ଏବଂ ପରମଙ୍କ ସହିତ, ପରମ ଉତ୍ସ ସହିତ ସମ୍ପୂର୍ଣ୍ଣ ଏବଂ ସମଗ୍ର ଭାବେ ଯୁକ୍ତ ହେବା, ଏ ଦୁଇଟା ଯାକ ପାଇଁ ଆମକୁ ତୃତୀୟ ବସ୍ତୁଟି ଦରକାର, ଯୋଉଟା କି ବର୍ତ୍ତମାନ ତାର ପ୍ରିପାରେସନ ଚାଲିଛି। ମା କହୁଛନ୍ତି ସେଇ ତୃତୀୟ ବସ୍ତୁଟି ହିଁ ଆମକୁ ଯଥାର୍ଥ ଉପଲବ୍ଧି ଆଡକୁ ବାଟ ଦେଖାଇ ନେଇଯିବ। ଆମେ ଖୋଜୁଥିବା ସେଇ ପରମ ସତ୍ୟ ଆଡକୁ ନିଜକୁ ବାଟ ଦେଖାଇ ନେଇଯିବ। ମା କହୁଛନ୍ତି ବର୍ତ୍ତମାନ ସ୍ପଷ୍ଟ ହେଲା। ସେ କହୁଛନ୍ତି ମୁଁ ଏକ ଅନ୍ୟ କଥା ଭାବୁଥିଲି। ସେଇ ଅଭିଜ୍ଞତା ପରେ ଏଇ ଭୌତିକ ଜଗତ ବିଷୟରେ ରହିଥିବା ଆପଣଙ୍କର ଦୃଷ୍ଟିରେ କିପରି ପରିବର୍ତ୍ତନ ଘଟିଛି? ସେ କହୁଛନ୍ତି ଯେ ମୁଁ ଆକ୍ଚୁଆଲି ପଚାରୁଛି ଯେ ଆପଣଙ୍କର ଏଇ ଯୋଉ ଭୌତିକ ଜଗତ ବିଷୟରେ କଣ ଦୃଷ୍ଟିକୋଣ ପରିବର୍ତ୍ତନ ହେଇଛି? ମା ଉତ୍ତର ଦଉଛନ୍ତି ସେହି ଚେତନାର କେବଳ ଏକ ପ୍ରାୟାନୁମାନ ମୂଳକ ଧାରଣା ଦେଇହବ। ମା କହୁଛନ୍ତି ସେ ଯୋଉ ସ୍ଥିତି ତାକୁ ଖାଲି ଗୋଟେ ତମେ ବୁଝିଲା ଭଳିଆ କଥା କହିହବ, କିନ୍ତୁ ଆକୁରେଟ ସେୟା ହିଁ ତୁମ ପାଖରେ ପ୍ରେଜେଣ୍ଟେସନ ଦେଇ ହବ ନାହିଁ। ଯୋଗର ସାଧନା ଫଳରେ ମୋର ଏହି ଭୌତିକ ଜଗତ ସହିତ ମା କହୁଛନ୍ତି ଯୋଗର ସାଧନା ଫଳରେ ମୋର ଏହି ଭୌତିକ ଜଗତ ସହିତ ଏପରି ଏକ ସମ୍ବନ୍ଧ ସ୍ଥାପିତ ହୋଇଥିଲା ଯାହାକି ଚତୁର୍ଥ ଭୂମି ପ୍ରସ୍ତର ଧାରଣା ଉପରେ ଆଧାରିତ ହୋଇ ରହିଥିଲା। ଫୋର୍ଥ ଡାଇମେନସନର ଏହି ପ୍ରସ୍ଥ ଗୁଡିକ ହେଉଛି ଅନ୍ତର୍ଗତ ଭାବରେ ଉପଲବ୍ଧି କରାଯାଉଥିବା ପ୍ରସ୍ଥ। ଯୋଗ ମାର୍ଗରେ ଏହିପରି ଅଗଣିତ ପ୍ରସ୍ଥର ପରିଚୟ ପ୍ରାପ୍ତ ହୋଇଥାଏ ଏବଂ ସେହି ଦୃଷ୍ଟିକୋଣଟିକୁ କାମରେ ଲଗାଇବା ଏବଂ ଚେତନାର ଏହିପରି ଏକ ସ୍ଥିତି ଉପରେ ତାହା ଆଧାରିତ ହୋଇ ରହିଥିଲା। ସେହି ଅନ୍ତର୍ଗତ ପ୍ରସ୍ଥ ଗୁଡିକର ବୋଧଭୂମି ଉପରେ ମୁଁ ଭୌତିକ ଜଗତ ଏବଂ ଆଧ୍ୟାତ୍ମ ଜଗତ ମଧ୍ୟରେ ରହିଥିବା ସମ୍ବନ୍ଧର ଅଧ୍ୟୟନ କରିଥିଲି ଏବଂ ଏହି ଅନ୍ତର୍ଗତ ପ୍ରସ୍ଥ ଗୁଡିକର ଚେତନାକୁ ଅଧିକରୁ ଅଧିକ ସମ୍ପୂର୍ଣ୍ଣ କରି ଆଣି ମୁଁ ସେହି ଅଧ୍ୟୟନ କରିଥିଲି। ଏହି ସର୍ବଶେଷ ଅନୁଭୂତିଟି ହେବା ପର୍ଯ୍ୟନ୍ତ ମୁଁ ତାହା ହିଁ ଅନୁଭବ କରୁଥିଲି। ଅତ୍ୟନ୍ତ ସୁନିଶ୍ଚିତ ଭାବରେ ମାୟା ତଥା ମିଥ୍ୟାମୟ ଜଗତର କଥା ମା କହୁଛନ୍ତି ଅତ୍ୟନ୍ତ ସୁନିଶ୍ଚିତ ଭାବରେ ଦୀର୍ଘ କାଳ ଧରି ଏହି କ୍ଷେତ୍ରରେ ପ୍ରଥମ ତିନୋଟି ପ୍ରସ୍ଥ ବିଷୟରେ ଆଦୌ କୌଣସି ପ୍ରଶ୍ନ ହିଁ ନଥିଲା। ଏହି ପ୍ରସ୍ଥ ଗୁଡିକ ହେଉଛନ୍ତି ସମ୍ପୂର୍ଣ୍ଣ ଭାବରେ ମାୟା ତଥା ମିଥ୍ୟାମୟ ଜଗତର କଥା, ଯୋଉ ତିନିଟା କଥା କୋଉଟା? ମନ, ପ୍ରାଣ, ଶରୀର। କିନ୍ତୁ ଏଗୁଡାକ ହଉଛି ସମ୍ପୂର୍ଣ୍ଣ ଭାବରେ ମାୟା ତଥା ମିଥ୍ୟାମୟ ଜଗତର କଥା, ଯୋଉଗୁଡାକ
ବର୍ତ୍ତମାନ ସୃଷ୍ଟି ହୋଇଛି। ମାତ୍ର ଏଇ ଚତୁର୍ଥ ପ୍ରସ୍ତଟିର ବୋଧକୁ କାମରେ ଲଗାଇବା ଓ ତାର ଆନୁଷଙ୍ଗିକ ସବୁକିଛି ମୋତେ ଗୋଟା ସୁଦ୍ଧା କେବଳ ଭାରି ଅଗଭୀର ହିଁ ବୋଧ ହେବାରେ ଲାଗିଛି। ଏହି ବୋଧଟି ଏଡ଼େ ଶକ୍ତିଶାଳୀ ଭାବରେ ମୋତେ ଅଧିକାର କରି ରହିଛି ଯେ ମୁଁ ତାହାକୁ ପ୍ରକୃତରେ ହରାଇ ଦେଇଛି। ସେଇ ଅନ୍ୟଟି ପ୍ରଥମ ତିନି ପ୍ରସ୍ତର ସେଇ ପୃଥିବୀଟି ମୋ ଲାଗି ସମ୍ପୂର୍ଣ୍ଣ ଭାବରେ ଅସତ୍ୟ ବୋଲି ପ୍ରତୀତ ହେଉଛି ଏବଂ ଏଇ ପୃଥିବୀଟି ମଧ୍ୟ ଏହାକୁ କିପରି ଶବ୍ଦ ଦେଇ କୁହାଯାଇ ପାରିବ? ମୁଁ କହୁଛି କେମିତି ମୁଁ କହିବି ଯେ ଏଇ ତିନିଟା ପ୍ରସ୍ତ ମୋତେ କେମିତି ଅସତ୍ୟ ବୋଲି ପ୍ରତୀତ ହେଇଛି? ଏଇଠି ମୋତେ ଭାରି ପାରମ୍ପରିକ ବୋଧ ହେଉଛି। ମନେ ହେଉଛି ସତେ ଯେପରି ଏହା କେବଳ ଅତ୍ୟନ୍ତ ପାରମ୍ପରିକ ଭାବରେ ଏକ ସଂଜ୍ଞା ନିରୂପଣ କରିବାର ଚେଷ୍ଟା କରୁଛି, ଯାହାକି ତୁମକୁ ଏକ ନିର୍ଦ୍ଦିଷ୍ଟ ପ୍ରକାରେ ତାହାର ନିକଟବର୍ତ୍ତୀ ହେବା ଲାଗି ଏକ ସରଣୀ ଯୋଗାଇ ଦେଉଛି। ଏବଂ ସେଇ ଅନ୍ୟଟି ହେଉଛି ଯଥାର୍ଥ ସ୍ଥିତି, ତାହା ବୁଦ୍ଧିଗତ ଯାବତୀୟ ସୋପାନ ଠାରୁ ଏତେ ଅଧିକ ପରିମାଣରେ ଦୂରବର୍ତ୍ତୀ ହୋଇ ରହିଛି ଯେ ମୁଁ ତାହାକୁ ଆଦୌ କୌଣସି ସୂତ୍ର ଦେଇ ବୁଝାଇ କହିପାରୁନାହିଁ। ମା କହୁଛନ୍ତି ସେ ଯୋଉ ଚତୁର୍ଥ ସ୍ତରଟି ବା ଫୋର୍ଥ ଡାଇମେନସନ ଯୋଉ ସ୍ତରଟି, ସେଇଟା ଏଇ ଯୋଉ ତିନିଟା ଠାରୁ ଏତେ ଦୂରବର୍ତ୍ତୀ ହେଇ ରହିଛି ଯେ ତାକୁ ମୁଁ ମନରେ, ଆପଣମାନେ ଆମେ ସମସ୍ତେ ମନରେ ବୁଝିବା, ମନରେ ବୁଝେଇବା ପାଇଁ ମୁଁ କୌଣସି ସୂତ୍ର ପାଉନାହିଁ। ତଥାପି ସେହି ସୂତ୍ରାୟନ ଅବଶ୍ୟ ସମ୍ଭବ ହେବ। ମୁଁ ଭଲ କରି ଜାଣିଛି ଯେ ତାହା ସମ୍ଭବ ହେବ, ମାତ୍ର ତାହା ଏପରି ଗୁଡ଼ିଏ ଅଭିଜ୍ଞତାର ଅନୁକ୍ରମରେ ଆସିବ ଯାହାକୁ କି ଜୀବନରେ ବଞ୍ଚି ହୋଇପାରୁଥିବ। ମୋର ଏପର୍ଯ୍ୟନ୍ତ ସେ ଅଭିଜ୍ଞତା ଗୁଡ଼ିକ ହୋଇନାହିଁ। ମୁଁ କହୁଛି ସେ ଯୋଉ ସୂତ୍ରଟା ଯେ କେମିତି ମନରେ ଆମ ପାଖରେ ଆସି ପହଞ୍ଚେଇ ହବ ବା ରୂପ ଦେଇ ହବ, କାହିଁକିନା ବେଳେ ବେଳେ ଦେଖିବେ ମନେ କରାଯାଉ ଗୋଟେ ବିରାଟ ଗୋଟେ କଥାଟାକୁ ତାକୁ ଗୋଟେ ଛୋଟ ଶିଶୁଟେ ଆପଣଙ୍କୁ ପଚାରିବ, ଆପଣ ତାକୁ କଣ କେମିତି ବୁଝେଇବେ? ଯୋଉ ଅବସ୍ଥାରେ ପଡିଯାଆନ୍ତି, ସେଇଭଳି ଭାବରେ ଆମେ ଆ ପୂର୍ବରୁ ଯୋଉଗୁଡାକ ସବୁ ଶୁଣିଛନ୍ତି ଏଇଟା ବର୍ତ୍ତମାନ ଡାଇରେକ୍ଟଲି ପଢୁଛନ୍ତି। ମାଙ୍କୁ ଯୋଉ ପଚରା ହଉଥିଲା ସବୁ ଅନ୍ୟ ଜଗତର କଥା, ବା ଶ୍ରୀମାନଙ୍କୁ ଯେତେ ପଚରା ହେଲା ଯେ ଅତିମାନସ ପରେ କଣ ହବ, ଏଇଟା ଆମେ ଶୁଣିଛନ୍ତି ଯେ ଅତିମାନସ ଶକ୍ତି ଅବତରଣ କରିଗଲା, ଆମେ ଅତିମାନବ ହେଇଗଲେ, ତାପରେ କଣ ହବ? ଶ୍ରୀରଣ କହିଲେ ଆଗ ସେଇଠି ପହଞ୍ଚ, ତାପରେ କଥା ଗୁଡାକ ତାପରେ ବୁଝିବ। ଆଉ ବର୍ତ୍ତମାନ ସୁଦ୍ଧା ତମ ପାଖରେ ବା ଆମ ପାଖରେ ଯେତିକି ପ୍ରଭୁ ଅତିମାନସ ଶକ୍ତି ବିଷୟରେ କହିଛନ୍ତି, କହିଲେ ସେଇଟା କିଛି ନୁହେଁ, ସେଇଟା କେବଳ ଆଭାସ। କାହିଁକି ନା ମନ ଜଗତରେ ଆମେ ବୁଝିପାରିଲା ଭଳିଆ ଯୋଉ ପରିପ୍ରକାଶ ସିଏ ଯଦି କରିବେ ତାହା ବିକୃତ ହେଇଯିବ। ସିଏ ଯୋଉ ଜଗତର ଅଛି ସେଇ ଜଗତକୁ ଆଜି ଇଟ୍ ଇଜ ପରିପ୍ରକାଶ କରି ହଉନାହିଁ। ତେଣୁ ମା କହୁଛନ୍ତି ଯେ ତାହା ପରିପ୍ରକାଶ କରି ହବ, ଯୋଉ ସୂତ୍ରଟି ଦରକାର ମୁଁ ଏପର୍ଯ୍ୟନ୍ତ ସେଇ ସୂତ୍ର ପାଖରେ ପହଞ୍ଚି ପାରିନି। ମାନେ ସେଇ ସୂତ୍ରାୟଣ କହୁଛନ୍ତି, ଯୋଉ ସୂତ୍ରାୟଣରେ ହେଇପାରିବ କଣ, ମାନେ ଆମ ଆଗରେ ପରିପ୍ରକାଶ କରିହବ। ତେଣୁ ମୁଁ ଭଲ କରି ଜାଣିଛି ଯେ ତାହା ସମ୍ଭବ ହବ, କିନ୍ତୁ ତାହା କେତେ ଗୁଡେ ଅଭିଜ୍ଞତାର ଅନୁକ୍ରମରେ ଆସିବ ଏବଂ ଯାହାକୁ ଜୀବନରେ ବଞ୍ଚି ହୋଇପାରୁଥିବ। ତେଣୁ ଏ ସବୁ ସମ୍ଭବ, କହୁଛନ୍ତି ମୋର ଏଇ ଅଭିଜ୍ଞତା ଆସିଛି, ଏ ସବୁ ସମ୍ଭବ, କିନ୍ତୁ ତାକୁ ଆମ ଭାଷାରେ ବୁଝେଇବା ପାଇଁ ଯୋଉ ସୂତ୍ର ଦରକାର ସେ ସୂତ୍ରଟି ପାଇନାହାନ୍ତି। ମା ତାପରେ କିଛି ସମୟ ନୀରବ ରହିଗଲେ। ମା କହୁଛନ୍ତି ଏଇ ମାର୍ଗଟି ପ୍ରକୃତରେ ଭାରି କାମ ଦେଉଥିଲା, ମୋତେ ଖୁବ ସାହାଯ୍ୟ କରୁଥିଲା ଏବଂ ମୁଁ ତାହାକୁ ନିଜର ଯୋଗ ସାଧନାରେ କାମରେ ଲଗାଉଥିଲି। ତାହା ମୋତେ ଜଡ଼ ଉପରେ ଏକ ନିୟନ୍ତ୍ରଣ ଶକ୍ତି ଆଣି ଦଉଥିଲା। ମୋତେ ଏକ ପ୍ରଣାଳୀ, ଏକ ସାଧନ ଓ ଏକ ପ୍ରକ୍ରିୟା ପରି ପ୍ରତୀତ ହେଉଥିଲା, ମାତ୍ର ଏହା ପ୍ରକୃତରେ ସେ ଅସଲ ମାର୍ଗଟି ଆଦୌ ନୁହେଁ। ମା କହୁଛି ସେଇ ସ୍ଥିତିରେ ଯେତେବେଳେ ସେ ରହୁଥିଲେ, ସେଇ ଯୋଉ ଜଗତରୁ ଯାଇ ରହୁଥିଲେ, ତାଙ୍କୁ ସବୁ ନିୟନ୍ତ୍ରଣ ଶକ୍ତି ଆସି ଯାଉଥିଲା ବା ଯୋଉ ଆମର ସ୍ଥୂଳ ଜଗତ ଉପରେ କାର୍ଯ୍ୟ କରିପାରୁଥିଲେ, କିନ୍ତୁ ତାପରେ କହୁଛନ୍ତି ମାତ୍ର ଏହା ପ୍ରକୃତରେ ସେ ଅସଲ ମାର୍ଗଟି ଆଦୌ ନୁହେଁ। ବର୍ତ୍ତମାନ ମୁଁ ଠିକ ଏଇ ସ୍ଥିତିରେ ରହିଛି, ମୁଁ ଏତିକିରୁ ଆଉ ଅଧିକ କିଛି କହିପାରିବି ନାହିଁ। କାହିଁକିନା ମା ଯୋଉ ବର୍ଣ୍ଣନା କରୁଛନ୍ତି ଯେ ସେଇ ଜଗତରେ ରହି ତାକୁ ଆମ ପାଖରେ ପହଞ୍ଚେଇବାଟା କେତେ କଷ୍ଟ ହଉଛି, ଆମ ମନ ଯୋଉ ବୁଝିପାରିଲା ଭଳିଆ। ସେଇଥିପାଇଁ କୁହାଯାଏ ବା ଲେଖାଯାଏ, କୁହନ୍ତି ଯେ ମନ ଦ୍ୱାରା ଆଧ୍ୟାତ୍ମିକ ବିଷୟ ସବୁକୁ ବିଚାର କରିବା ସମ୍ଭବ ନୁହେଁ, ଚେଷ୍ଟା ବି କରିବ ନାହିଁ, କାହିଁକିନା ବୁଝି ହବ ନାହିଁ। ଚେଷ୍ଟା କରିଲେ କଣ ହବ, ତା ବିକୃତ ରୂପ ନେଇଯିବ। ତେଣୁ ଏଇ ଭିତରେ ସମୁଦାୟ ଭାବରେ ଯାହା କହିଗଲେ ଯେ ଏଇ ତିନୋଟି ଜଗତ ଯାହା ବର୍ତ୍ତମାନ ସୁଦ୍ଧା ବିକୃତ ରୂପ
ରେ ଭାବରେ ପ୍ରତୀୟମାନ ହଉଛି, ତାର କିନ୍ତୁ ବାସ୍ତବ ରୂପ ରହିଛି, ବାସ୍ତବ ସ୍ଥିତି ରହିଛି। ଯୋଉଟା ଆମେ ସାଇକେଲ ଆଲୋଚନା ବେଳେ ଶୁଣୁଥିଲେ, ତାହା ସୂକ୍ଷ୍ମ ସ୍ତରରେ, ଏବଂ ଆମର ଏଇ ଭୌତିକ ସ୍ତର ଶରୀରଟି ଯାଉଛି, ତାର ବି ଏକ ସୂକ୍ଷ୍ମ ରୂପ ରହିଛି, ପ୍ରାଣର ବି ସୂକ୍ଷ୍ମ ପ୍ରାଣ ରହିଛି, ଏବଂ ମନରେ ବି ଏକ ସୂକ୍ଷ୍ମ ମନ ରହିଛି। ଏ ସବୁ ଯୋଉଗୁଡାକ ରହିଛି, ସେ ଜଗତରେ ସେମାନେ ସିଧାସଳଖ ସିଧାସଳଖ ଯଦି ଯଦି ଆମେ ଯାଇ ସେଠି ପହଞ୍ଚି ଗଲେ, ତେବେ ଆତ୍ମା ସହିତ ତାର ସମ୍ପର୍କଟି ସେ ସ୍ଥାପିତ ହେଇପାରିବ। ଏବଂ ସ୍ଥାପିତ ହେଲା ପରେ ବର୍ତ୍ତମାନ ଯୋଉ କହିଗଲେ ଯେ ତାକୁ ନେଇକରି ବଞ୍ଚିବା ମଧ୍ୟ ସମ୍ଭବ ହେବ। କେମିତି ହବ, କଣ ହବ, ଏଇ ଯୋଉ ଗୁଡାକ ସବୁ ରହିଛି, ମା କହୁଛନ୍ତି ତାକୁ ଆମ ଭାଷାରେ ବୁଝେଇବା ସମ୍ଭବ ହେଉନାହିଁ। ମା ସେଇଥିପାଇଁ କହୁଛି ମୁଁ ବର୍ତ୍ତମାନ ଏଇ ସ୍ଥିତିରେ ଅଛି ଯେ ମୁଁ କିଛି କହିପାରିବି ନାହିଁ, ଆପରେ କେମିତି କଣ ଆକୁ କରିବା। ତେଣୁ ମୋଟାମୋଟି ଭାବରେ ଯୋଉ ଜ୍ଞାନଟି ଯୋଉ ଥିଲା, ତାର ଆମେ ଅର୍ଥ ବୁଝିଲେ ଏଇଆ ଯେ ଯେତେବେଳେ ଆମେ କୌଣସି ଗୋଟେ ବ୍ୟବହାରିକ ଜ୍ଞାନରେ ଆମେ କହୁଛୁ ଯେ ଆମେ ପୂର୍ଣ୍ଣ ଜ୍ଞାନ ହାସଲ କରିଦେଉଛୁ, ତାହା ହଉଛି ଆମ ପାଇଁ ଏକ ମୂର୍ଖାମି, ଏବଂ ତାହା ହିଁ କଣ କରେ, ଆମ ପାଇଁ ଘାତକ ଭଳି କାମ କରେ। ଆମକୁ ସେ ଆଗକୁ ଯିବାକୁ ଆଉ ସୁଯୋଗ ଦିଏ ନାହିଁ। ଇଭେନ୍ ଇଫ୍ ଆଧ୍ୟାତ୍ମିକ ମାର୍ଗରେ ମଧ୍ୟ ଆମେ ଯଦି ଯାଉଛନ୍ତି, ଆମେ ଯଦି କହୁଛନ୍ତି ଏଇଟା ହିଁ ହଉଛି ଏକମାତ୍ର ମାର୍ଗ, ତେବେ ତାହା ମଧ୍ୟ ଆମ ପାଇଁ ଘାତକ ସାଜେ, ଏବଂ ତାହା ହିଁ ଆମର ମୂର୍ଖାମି। ଯେତେବେଳେ ପ୍ରକୃତ ଜ୍ଞାନ ଆମ ପାଖରେ ଆସିବ, ସେତେବେଳେ ଆମର ଏଇ ଜ୍ଞାନ ଉଦୟ ହେବ ଯେ ଆମେ ଜାଣିପାରିବା ଯେ ପ୍ରକୃତରେ ବାହାରେ ଆମେ ଯୋଉ ସବୁ ଜ୍ଞାନ ବୋଲି ଏତେ ଚର୍ଚ୍ଚା କରୁଛେ ଏବଂ କହୁଛେ ଓ ବହୁତ ବଡ ଜ୍ଞାନୀ, ତ୍ରିକାଳଦର୍ଶୀ, ଦେବତା, ଏଇଭଳି ଭାବରେ ଆମର ଯୋଉ ଅନୁମାନ ରହୁଛି, ଆମେ ଯୋଉ କହୁଛନ୍ତି, ଇଏ ସବୁ ହଉଛି କେବଳ ଅନନ୍ତ ପରମ ଦେବତାଙ୍କ ଏକ ପ୍ରାୟାନୁମାନ, ମାନେ ଗୋଟେ ବାହ୍ୟ ପରିପ୍ରକାଶ ଟିକେ ମାତ୍ର, ଏଗୁଡାକ କେବଳ ଅନୁମାନ କରିବା ଭଳିଆ କଥା। ଏଇଟା ପୁରା ଇଭିନ୍ ଆପେକ୍ଷିକ ସତ୍ୟ ବି ନୁହଁ, ଆପେକ୍ଷିକ ସତ୍ୟ ବି ନୁହଁ, ସତ୍ୟର ଗୋଟିଏ ଦିଗ ବି ନୁହଁ, ଏ କେବଳ ଅନୁମାନ ଭଳିଆ। କାହିଁକିନା ପୂର୍ଣ୍ଣ ଜ୍ଞାନ, ପ୍ରକୃତ ଜ୍ଞାନ ଆଠାରୁ ବହୁତ ଉର୍ଦ୍ଧ୍ୱରେ। ଏବଂ ତାପରେ କହୁଛନ୍ତି ଯେ ତାକୁ ବିଧିବଦ୍ଧ ଧାରାରେ ଆମେ ପକେଇବାକୁ ଚେଷ୍ଟା କରୁଛନ୍ତି। ଆମେ ଯେହେତୁ ଆମେ ଗୋଟେ ଶୃଙ୍ଖଳାରେ ଶୃଙ୍ଖଳିତ ହେଇ ଅଗ୍ରଗତି କରିବାର ଅଭିପ୍ସା ରଖି ଆଗେଇବା, ଶୃଙ୍ଖଳିତ ନହେଲେ ହେଇପାରିବ ନାହିଁ। ତେଣୁ କେତେ ଗୁଡିଏ ଆମକୁ କଣ କରାଯାଏ, ଶାସ୍ତ୍ରରେ ପରିପ୍ରକାଶ କରାଯାଏ, ଆମକୁ କେତେ ଗୁଡିଏ ଶୃଙ୍ଖଳା ଦିଆଯାଏ। ସେଇ ଶୃଙ୍ଖଳାରେ ଆମେ ଚେଷ୍ଟା କରିବା, ଗୋଟେ ଧାରା, ଗୋଟେ ବିଧି ଆମେ ପ୍ରସ୍ତୁତ କରନ୍ତି। କିନ୍ତୁ ମା ସେଠି ସ୍ପଷ୍ଟ କରିଥିଲେ, ମା ଯାହାକୁ ବର୍ଣ୍ଣନା କଲେ, ମା କହିଲେ ସେଇ ଧାରା ଏବଂ ବିଧି ତାହା ସତ୍ୟ ଉପରେ ପ୍ରତିଷ୍ଠିତ ହବା ଦରକାର, ପରମଙ୍କୁ ହିଁ ତାହା ପରିପ୍ରକାଶ କରିବା ଦରକାର। ଯଦି ତାହା ନ ହେଲା ତାହେଲେ ଗଲା, ବିକୃତ ହେଇଯିବ। ଏବଂ ତା ସହିତ କହିଲେ ଯୋଉ ବିଧି, ଯୋଉ ଧାରା ସତ୍ୟ ଉପରେ ପ୍ରତିଷ୍ଠିତ ହେଇକି ମଧ୍ୟ ପରିପ୍ରକାଶ ହଉଛି, ମନେ ରଖିବା ଦରକାର ସେଇଟା ଚିରନ୍ତନ ଶାଶ୍ୱତ ନୁହେଁ, ତାହା ମଧ୍ୟ ଅସ୍ଥାୟୀ, ତାହା ମଧ୍ୟ ଅସ୍ଥାୟୀ। ଦେଖନ୍ତୁ କେତେ ବିନମ୍ରତା ଦରକାର, ମାନେ ସତ୍ୟକୁ ଯୋଉ ବର୍ଣ୍ଣନା କରୁଛନ୍ତି, ସବୁ ଜାଗାରେ କହୁଛନ୍ତି ତୁମେ ଯୋଉଠି ବି ପହଞ୍ଚୁଛ ମନେ ରଖ ସେଇଟା ବି ଅସ୍ଥାୟୀ, ତାଠାରୁ ଆହୁରି ଆଗକୁ ଯିବାର ଅଛି। ଯୋଉ ମାର୍ଗରେ ଯାଇଛ ତାହା ବି ଅସ୍ଥାୟୀ, ତା ଆହୁରି ଭିନ୍ନ ମାର୍ଗ ବି ରହିଛି। ଏଇ ପ୍ରକାର ଭାବରେ ଏକ ବ୍ୟାପକତା, ଏକ ପ୍ରଶସ୍ତତା ଦରକାର ପ୍ରକୃତ ଜ୍ଞାନକୁ ହାସଲ କରିବା ପାଇଁ। ତା ଭିତରେ ଯୋଉଟା କହିଲେ ଯେ ଏଇଟା ଜଣେ ବ୍ୟକ୍ତି ଏକାକୀ ଏକାକୀ ଉପଲବ୍ଧି କରିପାରେ, ସେ ନିଜକୁ ନିଜେ ପ୍ରେରଣା ଦେଇପାରେ, ନିଜେ ସେଥିରେ ବଞ୍ଚିପାରେ, କିନ୍ତୁ କିନ୍ତୁ ଏକାକୀ ସାଧିତ କରିପାରିବ ନାହିଁ, କାରଣ ଏଥିପାଇଁ ଗୋଷ୍ଠୀ ଦରକାର। ଏକ ଯେତେବେଳେ ରୂପାନ୍ତର ହବ, ତାମାନେ ସ୍ଥୂଳ ଭାବରେ ଯେତେବେଳେ ପରମାତ୍ମା ନିଜକୁ ଅବିକୃତ ଭାବରେ ପରିପ୍ରକାଶ କରିବେ, ବା ସତ୍ୟଟି ଯେତେବେଳେ ଅବିକୃତ ଭାବରେ ପରିପ୍ରକାଶ ହେବ, ସେତେବେଳେ ଜଣେ ବ୍ୟକ୍ତିର ପ୍ରୟାସରେ ଏହା ସମ୍ଭବ ହୋଇପାରିବ ନାହିଁ। ଏ ଅଭିଜ୍ଞତାଟି ସେ ଅର୍ଜନ କରିଛନ୍ତି ଏବଂ ସାମୂହିକ ବା ଗୋଷ୍ଠୀ एकत्र परिप्रकाश करवा दरकार। एवं से एकत्र प्रयास जोटा कहले सेठी कहले एकत्र अर्थ नुह जे एकाठी कि सांग होगी गोटे जगार करेंगे, गोटे गोष्ठी एठी, गोटे गोष्ठी अन्य कौन जगार, अन्य कौन जगार, एमती भिन्न भिन्न जगार करें माँ कहते मन रखा, अर्थात आम से माने समस्ते होचनी एक, गोटे उद्देश्य
गोटे लक्ष्य रे जे जोठी भी काम कले मध्य गोटे काम होची जेपरी आमे एमती भाभी परिबा बा चिंता करि परिबा जेतेबेले गोटे सैटेलाइट तयारी होची बा गोटे विराट काम जो बड़ बड़ काम जेतल होची सेतेबेले जणे से सैटेलाइट को तयारी करि परिबो नाही उत्क्षेपण करि परिबो नाही सेति पई गोटे विराट टीम दरकार होची एवं विराट टीम रे जिए जोठी रही काम करूची इवन इफ जो माने गवेषणा केंद्र रे रहिचंती जणे करूनी हुए तो जणे कोन करूची सी गोटे पार्ट रो काम करूची आउ जणे आउ गोटे पार्ट रो काम करूची इवन इफ सैटेलाइट तयारी रो भिन्न भिन्न पार्ट को भिन्न भिन्न गोष्ठी तयारी करूचंती एवं ता देहरे जो सॉफ्टवेयर यूज होची ताकू मध्य गुड़ाए लोक गुड़ाए टीम जोगाड़ है काम करुचंती किंतु समस्ते गोटे सैटेलाइट को प्रस्तुत करने पाई उत्क्षेपण करने पर्यंत काम लगुचंती तेणु तामाने समस्ते होचंती एक इवन इफ सेतेबेले ताकू अर्थ जी जोगौची जी निर्देश दउची एवं जी अनुमति दउची ये समस्ते मध्य होचंती गोटे टीम गोटे काम करुचंती तेणु ये जेमती आमे भौतिक गोटे उदाहरण नहीं कि बुझिले से भाव में जितेबाला कार्य कराऊँगी से कहले कौन गोटे अवतार आसिले भी एकाकी करें कि से गोष्ठी आवश्यक एवं आमको से प्रस्तुत होगा पड़ो प्रस्तुत से जो सूत्र कहले आग स्वसत्ता को उपलब्धि कर सहित सचेतन कौन कहले सचेतन एवं सचेतन संबंध स्थापन करेंगे किंतु ता सहित आ गोटे कथा कहले डायरेक्टली से भाषाटी को आमे देखिबा आपना सत्तार सर्वोच्च परम सत्य सहित सचेतन संबंध स्थापन करिवे तापर ता सहित एकत्व बोध हेबे एवं से सत्यटी रे बंचिबे कथारे केवल नुहे ता सहित बंचिबे एई प्रकार हमर प्रयास फल रे एवं ता सहित आमे केते गुडे कथा मन रखिबा जो गुडाक से ता सहित कहि गले जे तुमे एकाकी करि परिबो नाही जेमते हम ए विषय आलोचना करथिले एवं ता संभव एटा भी गोटे कन्फर्म बा दृढ़ निश्चय जानी करी सेतिरे लागि रहया को पड़िबो ताहले हमर समस्त एटी समवेत बा सामूहिक भाव रे एक नुह समस्त मिसी करी आपको एथि पय प्रयास करिया को पड़िबो मा आ गोटे धारणा जोटा थिला पूर्व धारणा जे जड़ विज्ञान यदि सर्वोच्च स्तर रे जाई पहुंचे तेबे परम सत्ता जो परमंकर जो परिप्रकाश से माने कि गोटे बिंदु रे मिलित होंती मा कहछन सेमिति नुह ताहा एक तृतीय जगह रे पहुंचीबे एवं से तृतीय वस्तु मते हमको आविष्कार करिया पड़िबो मा थैंक यू ऑल ओवर